ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତ। ସୁବ୍ରତ ପ୍ରଧାନ ହେଲେ ଝାରସୁଗୁଡ଼ା ନବନିଯୁକ୍ତି ଜିଲ୍ଲା ସଭାପତି। ସୁବ୍ରତ ପ୍ରଧାନ ଜିଲ୍ଲାରେ କଂଗ୍ରେସ ଦଳର ତୃଣମୂଳ ସ୍ତରରୁ ଦଳ କାର୍ଯ୍ୟ ପାଇଁ କରି ଆସୁଛନ୍ତି। ବିଗତ ଦିନରେ ଜିଲ୍ଲା କଂଗ୍ରେସ ପାଇଁ ବିଭିନ୍ନ ପଦପଦବୀରେ ରହି ନିଜର କାର୍ଯ୍ୟ ସମ୍ପାଦନ କରିବା ସହିତ ରାଜ୍ୟ କଂଗ୍ରେସରେ ପିସିସି ସଦସ୍ୟ ମଧ୍ୟ ରହିଛନ୍ତି। ସୁବ୍ରତଙ୍କ ଉପରେ ରାଜ୍ୟ ପିସିସି ସଭାପତି ଶରଦ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ବାଚସ୍ପତି କିଶୋର ପଟେଲ ତାଙ୍କ ଉପରେ ଆସ୍ଥା ବିଶ୍ୱାସ ପ୍ରକଟ କରି ଏଭଳି ଗୁରୁ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନରେ ଜିଲ୍ଲାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ସହିତ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ଗଡ଼ ଥିଲା ଏବଂ ସମୟକ୍ରମେ ପୁଣି ଥରେ ସେହି ଗଡ଼କୁ ଫେରିବା ପାଇଁ ଆଗାମୀ ଦିନରେ ସଂଗଠନ ମଜବୁତ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି। ନିଶ୍ଚିତ ଭାବରେ ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିନ। ଏଆଇସିସି ପିସିସି ସଭାପତି ଶରଦ ପଟ୍ଟନାୟକ ଓ କିଶୋର ପଟେଲ ମୋ ଉପରେ ଆସ୍ଥା କରି ମୋତେ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ମୁଁ ପ୍ରଥମେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି ଏବଂ ଚେଷ୍ଟା କରିବି ଆଗାମୀ ଦିନରେ କଂଗ୍ରେସକୁ କିପରି ଏକ ସଂଗଠିତ କରିବି। ବହୁତ ଜଲ୍ଦି ଆମର ସାଧାରଣ ନିର୍ବାଚନ ଅଛି, ମୋ ଉପରେ ଗୁରୁ ଦାୟିତ୍ୱ ଅଛି। ମୁଁ ନିଶ୍ଚିତ ଭାବରେ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ଭବିଷ୍ୟତରେ କଂଗ୍ରେସ ଦଳର ଗଡ଼ ଥିଲା ତାକୁ ମୁଁ ଏହି କଂଗ୍ରେସ ଦଳର ଗଡ଼ ରୂପେ ପୁଣି ଫେରାଇ ଆଣିବି। ରାହୁଲ ଗାନ୍ଧୀଙ୍କର ଗସ୍ତ ପରେ ମନୋଜ ମିଶ୍ର ପୁଣି ଜଣେ ବରିଷ୍ଠ ସାମ୍ବାଦିକ କଂଗ୍ରେସ ଦଳକୁ ଆସିଛନ୍ତି। ଆଗାମୀ ଦିନରେ ଝାରସୁଗୁଡ଼ାରେ ମଧ୍ୟ ବହୁ ସଂଖ୍ୟକ ନେତା କଂଗ୍ରେସ ଦଳକୁ ଆସିବେ ଏବଂ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିତ ଭାବରେ ଝାରସୁଗୁଡ଼ା ଏବଂ ବ୍ରଜରାଜନଗରରେ ଭଲ ପ୍ରଦର୍ଶନ କରିବ। ଦେଖନ୍ତୁ, ଆଗ କଥା ତ କ'ଣ ହେଇଛି ମୁଁ କହିପାରିବିନି। ଏଥର ନିଶ୍ଚିତ ସାଧାରଣ ନିର୍ବାଚନରେ କଂଗ୍ରେସ ଭଲ କରିବ। ଦେଖନ୍ତୁ, ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ଗଡ଼ ଥିଲା। ମଝିରେ ନିଶ୍ଚିତ ଭାବରେ ଆମର ଦୁଇ ଜଣ ନେତା ପଳେଇ ଯିବା ଦ୍ୱାରା କଂଗ୍ରେସ ଦୁର୍ବଳ ହୋଇଥିଲା, କିନ୍ତୁ ଆଗାମୀ ଦିନରେ ସମସ୍ତେ କଂଗ୍ରେସକୁ ଫେରି ଆସିବେ। କଂଗ୍ରେସ ନିଶ୍ଚିତ ଭାବରେ ତାର ଗଡ଼ ଫେରାଇବ, କଂଗ୍ରେସ ମଜବୁତ ହେବ ଏବଂ ସାଧାରଣ ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଭାବରେ। ଝାରସୁଗୁଡ଼ାରୁ ବ୍ୟୁରୋ ପବିତ୍ର ମେହେରଙ୍କ ରିପୋର୍ଟ, ରିପବ୍ଲିକ ଓଡ଼ିଶା।